ସୁଭଦ୍ରା ଯୋଜନା ସଦ୍ୟତମ ସୂଚନା 1. ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ମିଳିବ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 4ଥ ଫେଜ୍ ଟଙ୍କା ଆସନ୍ତା ଜାନୁଆରୀ 15 ତାରିଖ ପରେ ପ୍ରଦାନ କରାଯିବ। ଯେଉଁ ଯୋଗ୍ୟ ମହିଳାମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନଙ୍କୁ ଏହି ପର୍ଯ୍ୟାୟରେ 5,000 ଟଙ୍କା ମିଳିବ। 2. କାହାକୁ ମିଳିବ ଏହି ଟଙ୍କା? ଯେଉଁମାନଙ୍କର ଆବେଦନ ଫର୍ମ ଯାଞ୍ଚ ପ୍ରକ୍ରିୟାରେ ଅଟକି ରହିଥିଲା। ଯେଉଁମାନେ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ NPCI ମ୍ୟାପିଂ ସମସ୍ୟା ସମାଧାନ କରିସାରିଛନ୍ତି। ନୂତନ ଭାବେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ। 3. ରିଜେକ୍ଟ ହୋଇଥିବା ଆବେଦନ ପାଇଁ ସୁଯୋଗ। ପ୍ରାୟ 2 ଲକ୍ଷରୁ ଅଧିକ ଆବେଦନକାରୀଙ୍କର ଫର୍ମରେ କିଛି ତ୍ରୁଟି ଯୋଗୁଁ ଟଙ୍କା ଅଟକି ରହିଛି। ସରକାର ସେମାନଙ୍କୁ ପୁନଃ ଯାଞ୍ଚ ରିଭେରିଫିକେସନ ପାଇଁ ସୁଯୋଗ ଦେଉଛନ୍ତି। ଯଦି ଆପଣଙ୍କର ଆବେଦନ ଖାରଜ ହୋଇଛି ତେବେ ଆପଣ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର କିମ୍ବା ବ୍ଲକ ଅଫିସରେ ଯୋଗାଯୋଗ କରିପାରିବେ। ଷ୍ଟାଟସ୍ କିପରି ଚେକ୍ କରିବେ? ଆପଣ ନିଜରୁ ଷ୍ଟାଟସ୍ ଦେଖିପାରିବେ। 1. ସୁଭଦ୍ରା ଯୋଜନାର ଅଫିସିଆଲ ୱେବସାଇଟ subhadra.odisha.gov.in କୁ ଯାଆନ୍ତୁ। 2. ଚେକ୍ ଷ୍ଟେଟସ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ। 3. ଆପଣଙ୍କର ଆଧାର ନମ୍ବର କିମ୍ବା ଆବେଦନ ନମ୍ବର ଦେଇ ସ୍ଥିତି ଯାଞ୍ଚ କରନ୍ତୁ। ଜରୁରୀ ସୂଚନା eKYC ବାଧ୍ୟତାମୂଳକ। ଯଦି ଆପଣଙ୍କର eKYC ଶେଷ ହୋଇନାହିଁ ତେବେ ତୁରନ୍ତ ଏହାକୁ ସାରନ୍ତୁ ନଚେତ୍ ପରବର୍ତ୍ତୀ କିସ୍ତି ମିଳିବାରେ ଅସୁବିଧା ହୋଇପାରେ। ସହାୟତା ନମ୍ବର ଯଦି କିଛି ସମସ୍ୟା ହେଉଛି ତେବେ ଟୋଲ୍ ଫ୍ରି ନମ୍ବର 14,667କୁ କଲ୍ କରି ପଚାରିପାରିବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି PM କିଷାନ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା। PM କିଷାନ ଯୋଜନା କ'ଣ? ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହେଉଛି ଭାରତ ସରକାରଙ୍କ ଏକ କେନ୍ଦ୍ରୀୟ ଯୋଜନା ଯାହା ମାଧ୍ୟମରେ ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ମୁଖ୍ୟ ସୁବିଧା ଆର୍ଥିକ ସହାୟତା ଚାଷୀଙ୍କୁ ବାର୍ଷିକ 6,000 ଟଙ୍କା ମିଳିଥାଏ। କିସ୍ତି ଏହି ଟଙ୍କା 3ଟି ସମାନ କିସ୍ତିରେ 2,000 ଟଙ୍କା ଲେଖାଏଁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପଠାଯାଏ। ସମୟ ପ୍ରତି 4 ମାସରେ ଥରେ ଗୋଟିଏ କିସ୍ତି ପ୍ରଦାନ କରାଯାଇଥାଏ। ଯୋଗ୍ୟତା ଏଲିଜିବିଲିଟି ଆବେଦନକାରୀ ଜଣେ ଚାଷୀ ହୋଇଥିବା ଆବଶ୍ୟକ। ଚାଷୀଙ୍କ ନାମରେ ନିଜସ୍ୱ ଚାଷ ଜମି ରହିଥିବା ଜରୁରୀ। ଏହି ଯୋଜନା କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ। କିଏ ପାଇପାରିବେ ନାହିଁ? ଯେଉଁମାନେ ଆୟକର ଇନକମ୍ ଟ୍ୟାକ୍ସ ପ୍ରଦାନ କରନ୍ତି। ସରକାରୀ ଚାକିରିଆ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଛାଡ଼ି ଡାକ୍ତର ଇଞ୍ଜିନିୟର ଓକିଲ କିମ୍ବା ଭୋଗୀ ମାସିକ 10,000ରୁ ଅଧିକ। ଆବଶ୍ୟକୀୟ ଦଲିଲ ଡକ୍ୟୁମେଣ୍ଟସ୍ ରିକ୍ୱାର୍ଡ 1. ଆଧାର କାର୍ଡ ବାଧ୍ୟତାମୂଳକ 2. ଜମିପଟ୍ଟା ଲ୍ୟାଣ୍ଡ ରେକର୍ଡ ଲ୍ୟାଶ୍ ରୋଆର 3. ବ୍ୟାଙ୍କ ପାସବୁକ୍ ଆଧାର ସହିତ ସଂଯୋଗ ହୋଇଥିବା ଆବଶ୍ୟକ 4. ମୋବାଇଲ ନମ୍ବର ଆଧାର ସହ ଲିଙ୍କ ଥିବା ଦରକାର। ଆବେଦନ ପ୍ରକ୍ରିୟା ହାଉ ଟୁ ଆପ୍ଲାଏ ଆପଣ 2ଟି ଉପାୟରେ ଆବେଦନ କରିପାରିବେ। 1. ଅନଲାଇନ ପୋର୍ଟାଲ ସସ୍ପିସିୟସ୍ ଲିଙ୍କ ରିମୁଭ୍ଡକୁ ଯାଇ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ କ୍ଲିକ୍ କରି ନିଜେ ଆବେଦନ କରିପାରିବେ। 2. CSC କେନ୍ଦ୍ର ନିକଟସ୍ଥ ଜନସେବା କେନ୍ଦ୍ର କମନ ସର୍ଭିସ ସେଣ୍ଟରକୁ ଯାଇ ଆବେଦନ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ସୂଚନା eKYC ଯଦି ଆପଣ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ତେବେ ଟଙ୍କା ପାଇବା ପାଇଁ eKYC କରିବା ବାଧ୍ୟତାମୂଳକ। ଆପଣ PM କିଷାନ ଆପ୍ କିମ୍ବା ୱେବସାଇଟରେ ନିଜ ଆଧାର ନମ୍ବର ଦେଇ OTP ମାଧ୍ୟମରେ eKYC କରିପାରିବେ। ସୂଚନା ଓଡ଼ିଶା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ CM କିଷାନ ଯୋଜନା ମଧ୍ୟ ରହିଛି ଯେଉଁଥିରେ ଅଲଗା ସହାୟତା ରାଶି ମିଳିଥାଏ। ପେମେଣ୍ଟ ଷ୍ଟାଟସ୍ କିପରି ଚେକ୍ କରିବେ? ଚେକ୍ ଷ୍ଟାଟସ୍ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ତେବେ ଏହି ପଦ୍ଧତି ଅନୁସରଣ କରନ୍ତୁ। ପ୍ରଥମେ ଅସ୍ପିସସ୍ ଲିଙ୍କ ରିମୁଭ୍ଡ ୱେବସାଇଟକୁ ଯାଆନ୍ତୁ। ଫାର୍ମର୍ସ କର୍ଣ୍ଣର ସେକ୍ସନରେ ନୋ ୟୋର ଷ୍ଟେଟସ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର ଏବଂ କ୍ୟାପ୍ଚା କୋଡ୍ ଦିଅନ୍ତୁ। ଗେଟ୍ ଡାଟା ଉପରେ କ୍ଲିକ୍ କଲେ ଆପଣଙ୍କର ସମସ୍ତ କିସ୍ତିର ବିବରଣୀ ଦେଖାଇବ। 2. ଆପଣଙ୍କ ଗାଁର ଲିଷ୍ଟ କିପରି ଦେଖିବେ? ବେନେଫିସିଆରୀ ଲିଷ୍ଟ ଆପଣଙ୍କ ଗାଁରେ କେଉଁ କେଉଁ ଚାଷୀ ଏହି ସୁବିଧା ପାଉଛନ୍ତି ତାହା ମଧ୍ୟ ଆପଣ ଦେଖିପାରିବେ। ୱେବସାଇଟରେ ବେନେଫିସିଆରୀ ଲିଷ୍ଟ ବିକଳ୍ପକୁ ବାଛନ୍ତୁ। ଆପଣଙ୍କର ରାଜ୍ୟ ଓଡ଼ିଶା ଜିଲ୍ଲା ବ୍ଲକ ଏବଂ ଗ୍ରାମ ଚୟନ କରନ୍ତୁ। ଗେଟ୍ ରିପୋର୍ଟ ଉପରେ କ୍ଲିକ୍ କଲେ ପୁରା ଲିଷ୍ଟ ଆସିଯିବ। 3. କିସ୍ତି ନାସିବାର ମୁଖ୍ୟ କାରଣ ଯଦି ଆପଣଙ୍କୁ ଟଙ୍କା ମିଳୁନାହିଁ ତେବେ ନିମ୍ନଲିଖିତ କାମଗୁଡ଼ିକ ଯାଞ୍ଚ କରନ୍ତୁ। eKYC ଆପଣଙ୍କର KYC ଅପଡେଟ୍ ଅଛି କି ନାହିଁ? ମୋବାଇଲ OTP ବା CSC କେନ୍ଦ୍ରରେ କରିପାରିବେ। ଲ୍ୟାଣ୍ଡ ସିଡିଂ ଆପଣଙ୍କର ଜମି ରେକର୍ଡ ପୋର୍ଟାଲରେ ଲିଙ୍କ ଅଛି କି ନାହିଁ?
आधार सीडिंग आपणଙ୍କ ब्यांक खाता सहित आधार लिंक रहिबा बाध्यतामूलक। 4 सहायता पाई जोगाजोग हेल्पलाइन जदि आपणଙ୍କର କିଛି ଅଭିଯୋଗ ଅଛି ତେବେ ଏହି ନମ୍ବରରେ କଲ୍ କରିପାରିବେ। पीएम किसान हेल्पलाइन 1,55,261 बिना 2,43,06,600 किसान कॉल सेंटर टोल फ्री 1800 बिना 180 बिना 1551 ओडिया भाषारे कथा होई परिबे। आगामी किस्ती 22 एंड इन्स्टॉलमेंट यह फेब्रुआरी 2026 मध्य भागरे आसीबार संभावना अछि। आपणଙ୍କ पाखरे आपणଙ୍କର रेजिस्ट्रेशन नंबर अछि कि आपणଙ୍କର रेजिस्ट्रेशन नंबर किपरि जानिबे। जदि आपण निजर रेजिस्ट्रेशन नंबर भूली जाइछंती तेबे एहाकु खोजिबा पई पीएम किसान वेबसाइट रे नो योर स्टेटस को जानतु। सेठारे नो योर रेजिस्ट्रेशन नंबर लिंक उपरे क्लिक करंतु। आपणଙ୍କର पंजीकृत मोबाइल नंबर किंबा आधार नंबर दियंतु। आपणଙ୍କ मोबाइल को एक ओटीपी आसीबो ताहाकु देले आपणଙ୍କ रेजिस्ट्रेशन नंबर स्क्रीन रे देखा जिवो। 2 नुआ चासी पंजीकरण पई टिप्स न्यू रेजिस्ट्रेशन जदि आपण एपर्यंत आवेदन करिनाहांती तेबे आवेदन करिबा समय रे एही ओटी जिनिस प्रति ध्यान दियंतु। लैंड डिटेल्स जमीर खतियान नंबर खाता नो प्लॉट नो एवं केते जमी एरिया अछि ताहा पट्टा अनुसार सठिक भाबे लेखंतु। बैंक नेम बैंक खाता सहित आधार लिंक थिबा जरूरी। आधार सीडिंग सेल्फ डिक्लेरेशन सबु तथ्य देला परे एहाकु सेव करंतु। 3 सीएम किसान एवं पीएम किसान मध्यरे पार्थक्य ओडिशार चासी माने वर्तमान दुईटी योजनारु सहायता पाउछंती। विषय पीएम किसान केंद्र सरकार सीएम किसान राज्य सरकार वार्षिक सहायता 6,000 टंका 4,000 टंका किस्ती संख्या 3-2,000 लेखाएं 2,000 लेखाएं किए पाइबे केवल जमी थिबा चासी और भूमिहीन चासी। 4 पोर्टाल रे अभियोग किपरि करिवे जदि आपणଙ୍କର सबु तथ्य ठीक अछि किंतु टंका आसु नाही तेबे एक वेबसाइट रे हेल्प डेस्क बा क्वेरीज ऑप्शन को जानतु। 2 आधार नंबर देई लॉगिन करंतु। 3 आपणଙ୍କ समस्या जथा अकाउंट नंबर एरर पेमेंट नॉट रिसीव्ड बाछंतु एवं मीट करंतु। प्रधानमंत्री आवास योजना पीएमए विषय रे संपूर्ण सूचना निम्न रे दियागला। एही योजनार मुख्य उद्देश्य हेउची देशर गरीब एवं मध्यवित्त परिवार को निजर पक्का घर जोगाई देबा। एहा दुईटी भागरे विभक्त। एक पीएमए ग्रामीण गारे रहुथिबा लोकंक पई 2 पीएमए अर्बान सहरांचल सहर रे रहुथिबा लोकंक पई 1 योजनार मुख्य लाभ आर्थिक सहायता ग्रामांचल रे घर तयारी पई सरकार 1,20,000 टंका समतल अंचलरू 1,30,000 टंका पहाड़िया अंचल पर्यंत सहायता दियंती। शौचालय पई अर्थ स्वच्छ भारत मिशन जरिया रे शौचालय पई अतिरिक्त 12,000 टंका मिलिथाए। मजूरी सहायता मनरेगा एमजीएन रेगा योजना रे 90 बिना 95 दिनर अणकुशली मजूरी मध्य मिलिथाए। सुध रिहाती सहरांचल रे घर ऋण होम लोन उपरे सरकार सुधरे सब्सिडी प्रदान करंती। 2 किए आवेदन करि परिबे योग्यता आवेदनकारी भारतर स्थायी निवासी होइथिबा आवश्यक। परिवारर कौनसी सदस्यंक नामरे देशर कौनसी स्थान रे पक्का घर नथिबा दरकार। आवेदनकारी कौनसी सरकारी चाकिरी करू नथिबे। परिवारर वार्षिक आय निर्धारित सीमा ईडब्ल्यूएस लाइजी वर्ग मध्यरे होइथिबा आवश्यक। 3 आवश्यकीय दलिल डॉक्यूमेंट्स आधार कार्ड भोटर परिचय पत्र राशन कार्ड रेशन कार्ड बैंक पासबुक जातिगत प्रमाण पत्र जदि थाए मोबाइल नंबर एवं पासपोर्ट साइज फोटो। 4 किपरि आवेदन करिवे ग्रामांचल पई आपणक पंचायत ऑफिस बा ब्लॉक को जाई सरपंच किंबा ग्राम पंचायत अधिकारींक सह जोगाजोग करंतु। एहार सर्वे डाटाबेस आधार रे चयन करा जाए। सहरांचल पई आपण ऑनलाइन माध्यम रे पीएमए रो ऑफिशियल वेबसाइट pmemiss.gov.in को जाई आवेदन करि परिबे किंबा जनसेवा केंद्र सीएससी रो सहाय्य नै परिबे। 1 पीएम आवास लिस्ट रे निज नाम किपरि देखिबे जदि आपण आवेदन करि सारिछंती तेबे ऑनलाइन रे निज नाम एही परि चेक करंतु। प्रथमे पीएमए रो ऑफिशियल वेबसाइट ऑस्पिशियस लिंक रिमूव्ड को जानतु। स्टेक होल्डर्स मेनू को जाई आईएवाई पीएमएवाईजी बेनिफिशियरी उपरे क्लिक करंतु।
ସେଠାରେ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ। ଯଦି ରେଜିଷ୍ଟ୍ରେସନ ନମ୍ବର ନାହିଁ, ତେବେ ଆଡଭାନ୍ସ ସର୍ଚ୍ଚକୁ ଯାଇ ନିଜର ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ବାଛି ନିଜ ନାମ ଖୋଜିପାରିବେ। 2. ଟଙ୍କା କିପରି ମିଳିଥାଏ? ପେମେଣ୍ଟ ପ୍ରୋସେସ। ଏହି ଯୋଜନାରେ ଟଙ୍କା ଏକାଥରକେ ମିଳେ ନାହିଁ। ଏହା 3ଟି କିସ୍ତିରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆସିଥାଏ। 1. ପ୍ରଥମ କିସ୍ତି ଘର କାମ ଆରମ୍ଭ କରିବା ପାଇଁ ଫାଉଣ୍ଡେସନ ଲେଭେଲ। 2. ଦ୍ୱିତୀୟ କିସ୍ତି ଲିଣ୍ଟେଲ ଲେଭେଲ ପର୍ଯ୍ୟନ୍ତ କାମ ସରିଲେ। 3. ତୃତୀୟ କିସ୍ତି ଛାତ ପଡ଼ିବା ଏବଂ ଘର ସମ୍ପୂର୍ଣ୍ଣ ହେବା ପରେ। ସୂଚନା ପ୍ରତିଟି ପର୍ଯ୍ୟାୟରେ ସରକାରୀ ଅଧିକାରୀ ଆସି ଘରର ଫଟୋ ଉଠାଇ ଜିଓ ଟ୍ୟାଗିଂ କରିବା ପରେ ହିଁ ପରବର୍ତ୍ତୀ କିସ୍ତିର ଟଙ୍କା ଆସିଥାଏ। 3. ଯଦି ଆପଣଙ୍କ ନାମ ଲିଷ୍ଟରେ ନାହିଁ। ଯଦି ଆପଣ ଯୋଗ୍ୟ କିନ୍ତୁ ଆପଣଙ୍କ ନାମ ଲିଷ୍ଟରେ ନାହିଁ, ତେବେ ଆପଣ ଏହି ପଦକ୍ଷେପ ନେଇପାରିବେ। ଆପଣଙ୍କ ଅଞ୍ଚଳର ବ୍ଲକ ଡେଭଲପମେଣ୍ଟ ଅଫିସର BDOକୁ ଏକ ଲିଖିତ ଅଭିଯୋଗ ଦିଅନ୍ତୁ। ଗ୍ରାମ ସଭାରେ ନିଜର ଆପତ୍ତି ଜଣାନ୍ତୁ। ଆପଣ ଚାହିଁଲେ ସରକାରଙ୍କ ସେଣ୍ଟ୍ରାଲାଇଜ୍ଡ ପବ୍ଲିକ ଗ୍ରିଭେନ୍ସ ରିଡ୍ରେସ୍ ଆଣ୍ଡ ମନିଟରିଂ ସିଷ୍ଟମ CP ଗ୍ରାମ୍ସ ପୋର୍ଟାଲରେ ଅନଲାଇନ ଅଭିଯୋଗ ମଧ୍ୟ କରିପାରିବେ। 4. ସତର୍କତା। ଏହି ଯୋଜନା ପାଇଁ କୌଣସି ବ୍ୟକ୍ତି ବା ଦଲାଲଙ୍କୁ ଟଙ୍କା ଦିଅନ୍ତୁ ନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା ସରକାରୀ ପ୍ରକ୍ରିୟା। କେବଳ ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଏହାର ଲାଭ ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ନୂତନ ନ୍ୟୁ ଅପଡେଟ୍ସ ବିଷୟରେ ଏଠାରେ ସୂଚନା ଦିଆଗଲା। 1. PM ଆବାସ ଯୋଜନା 2.0 PMA 2.0। ସରକାର ନିକଟରେ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି, ଯେଉଁଥିରେ ଆଗାମୀ 5 ବର୍ଷ ମଧ୍ୟରେ ଆହୁରି 3 କୋଟି ନୂଆ ଘର ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମଧ୍ୟବିତ୍ତ ପରିବାର, ମିଡିଲ କ୍ଲାସ ମାନଙ୍କ ପାଇଁ ସୁଧ ରିହାତି, ଇଣ୍ଟରେଷ୍ଟ ସବସିଡିର ସୁବିଧା ରହିଛି। 2. ଘରର ମାଲିକାନା ଓନରସିପ୍। ଏହି ଯୋଜନାରେ ଘରଟି ପରିବାରର ମୁଖ୍ୟ ମହିଳାଙ୍କ ନାମରେ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ଯୁଗ୍ମ ଜଏଣ୍ଟ ନାମରେ ହେବା ବାଧ୍ୟତାମୂଳକ। ଏହାଦ୍ୱାରା ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦିଆଯାଉଛି। 3. ଘରର ସର୍ବନିମ୍ନ କ୍ଷେତ୍ରଫଳ ସାଇଜ୍। PMAG ଗ୍ରାମୀଣ ଅଧୀନରେ ନିର୍ମିତ ଘରର ସର୍ବନିମ୍ନ କ୍ଷେତ୍ରଫଳ 25 ବର୍ଗ ମିଟର, ପ୍ରାୟ 270 ବର୍ଗ ଫୁଟ ହେବା ଉଚିତ। ଏଥିରେ ରୋଷେଇ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବା ରୋଷେଇ ଘର ରହିବା ଆବଶ୍ୟକ। 4. ଅନ୍ୟାନ୍ୟ ସୁବିଧା ସହିତ ସଂଯୋଗ କନଭର୍ଜେନ୍ସ। କେବଳ ଘର ନୁହେଁ, ସରକାର ଏହା ସହିତ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଅନ୍ତି। ଉଜ୍ଜ୍ୱଳା ଯୋଜନା ମାଗଣା ଗ୍ୟାସ ସଂଯୋଗ। ସୌଭାଗ୍ୟ ଯୋଜନା ମାଗଣା ବିଦ୍ୟୁତ୍ ସଂଯୋଗ। ଜଳ ଜୀବନ ମିଶନ ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳ। 5. ଗୁରୁତ୍ୱପୂର୍ଣ୍ଣ ହେଲ୍ପଲାଇନ ନମ୍ବର ହେଲ୍ପଲାଇନ। ଯଦି ଆପଣଙ୍କର କିଛି ଅସୁବିଧା ହୁଏ, ତେବେ ଆପଣ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। PMAG ଗ୍ରାମୀଣ 1800 ବିନା 11 ବିନା 6446। PMAU ସହରାଞ୍ଚଳ 1800 ବିନା 11 ବିନା 3377, 1800 ବିନା 11 ବିନା 3388। ମନେ ରଖନ୍ତୁ, ଯଦି କେହି ଏହି ଯୋଜନାରେ ଘର କରାଇଦେବା ପାଇଁ ଆପଣଙ୍କୁ ଲାଞ୍ଚ ମାଗନ୍ତି, ତେବେ ତୁରନ୍ତ ଆପଣଙ୍କ ଜିଲ୍ଲାପାଳ, କଲେକ୍ଟର କିମ୍ବା ଭିଜିଲାନ୍ସ ବିଭାଗକୁ ଜଣାନ୍ତୁ।